ଆଚ୍ଛା 2023 ମସିହାରେ 4ଟି ବାଘ ଛାଲ ର ଚୋରା ଚାଲାଣ ସମ୍ବନ୍ଧରେ ଏଇଟା ଧରା ହେଇଥିଲା। ତାର ସେମାନେ ଆକ୍ଚୁଆଲି 6 ଜଣ ଥିଲେ, ତା ଭିତରୁ 2 ଜଣ ଖସି ପଳେଇଥିଲେ। ବର୍ତ୍ତମାନ ଆମେ ତାକୁ ତୀକ୍ଷ୍ଣ ନଜର ରଖିଥିଲେ ଗୋଟେ ଟାସ୍କ ଫୋର୍ସ ଗୋଟେ ଗଠନ କରାଯାଇଥିଲା, ଜଏଣ୍ଟ ଟାସ୍କ ଫୋର୍ସ ଶିମିଳିପାଳ ସାଉଥ ଡିଭିଜନ ଆଉ ବାରିପଦା ଫରେଷ୍ଟ ଡିଭିଜନ, 2 ଜଣଙ୍କର କମ୍ବାଇଣ୍ଡ ଏଫର୍ଟରେ 2 ଦିନ ତଳେ ଆମେ ନେତ୍ରା ସିଂ ବୋଲିକି ଯିଏକି ମେନ୍ କଲପ୍ରିଟ who is dealing with the poaching of leopards in these areas, who has a vast network regarding the disposal of the leopard ତାକୁ ଆମେ କାବୁ କରିଥିଲୁ। କାବୁ କରିକି ତାର ଇଣ୍ଟ୍ରୋଗେସନ ଆମେ କଲୁ। ଇଣ୍ଟ୍ରୋଗେସନ ସମୟରେ ସେ ବହୁତ ଗୁଡ଼ାଏ ତଥ୍ୟ ତା ପାଖରେ ଯୋଉ ଥିଲା ସେ ଆମକୁ ଦେଇଛି। ଆଉ ସେ ଯୋଉ ତଥ୍ୟ ଆଉ ଅନ୍ୟ ସହଯୋଗୀ ମାନଙ୍କର ସାହାଯ୍ୟ ଯୋଉ ନେଇଛି ତାହାର ମଧ୍ୟ ସେ ଆମକୁ ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ଆଗରେ ଜଣେଇଛି। ତ ତାକୁ ଆମେ ରେକର୍ଡ କରିଛୁ। ଡେଫିନେଟଲି ସେ ଯୋଉ କ୍ଲୁ ଗୁଡାକ ଦେଇଛି ଏଇଟା ଲିଡ୍ କରିବ ଆଉ ଫର୍ଦର ଇନଭେଷ୍ଟିଗେସନ କରିବା ପାଇଁ। ଆଉ ଜଣେ ଯୋଉ ସହଯୋଗୀ ତାର ବୁଧୁରାମ ସିଂ ଆରେଷ୍ଟ ବର୍ତ୍ତମାନ ସେ ନିଖୋଜ ଅଛି। ତାକୁ ଆମେ ଖୁବ ଅଳ୍ପ ସମୟ ଭିତରେ ଆମେ ତାକୁ ଚେଷ୍ଟା କରୁଛୁ, ତାକୁ ମଧ୍ୟ ଇଏ କରିଦେବୁ, ଟ୍ରେସ୍ ଆଉଟ୍ କରିବୁ। ଆଉ ତାହାର ଆମେ ଯାହା ଇଣ୍ଟ୍ରୋଗେସନ ବେଳେ ମାନେ ପଚାରିଥିଲୁ ଯେ ସେ ପ୍ରାୟ ବର୍ଷେ ହେଲାଣି ସେ ଗୋଟେ ଜାଗାରେ ରହୁନି, ସେ ବିଭିନ୍ନ ଜାଗା ଚେଞ୍ଜ କରୁଛି ଆଉ ସକ୍ରିୟ ବି ଅଛି। ଆଉ ସେ ଫାସ ପକେଇବା କଥା ମଧ୍ୟ ଜଙ୍ଗଲ ଭିତରେ କୋଭଳି ଫାସ ଆମେ ପକଉ ବିଭିନ୍ନ ଜାଗାରେ ତାହାର ମଧ୍ୟ ଖୁଲାସା ସେ କରିଥିଲା। ଫାସରେ ବାଘ ପଡ଼ିଲା ପରେ ତାକୁ ସେ ମାନେ କେମିତି ତାକୁ ଇଏ କରିକି ସେ ଛାଲଟା ଇଏ କରିଥିଲା ସେଇଟା ମଧ୍ୟ ସ୍ୱୀକାର ସେ କରିଥିଲା। ଆଉ ବର୍ତ୍ତମାନ ଆମେ ଭାବୁଛୁ ଏଇଟା ଯୋଉ ପଦକ୍ଷେପ ନିଆହେଇଛି ଏଇଟା ଅନ୍ୟମାନଙ୍କ ପାଇଁ ମଧ୍ୟ ଗୋଟେ ଉଦାହରଣ ହବ ଯେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଏବଂ ତାର ପ୍ରପର ଇନଭେଷ୍ଟିଗେସନ ଆଉ ଏଣ୍ଟାୟାର ଯୋଉ ଟିମ୍ ଅଛନ୍ତି ସେମାନେ ଯୋଉ ମାନେ ଗୋଟେ ଗ୍ରୁପ ହେଇକି ଯୋଉ ମାନେ କୋଚିଂ କରୁଛନ୍ତି ତାର ମଧ୍ୟ ଖୁଲାସା ହବ। ଆଉ ଡେଫିନେଟଲି ଏଇଟା ଶିମିଳିପାଳ ସଂରକ୍ଷଣରେ ଏଇଟା ସାହାଯ୍ୟ କରିବ। ସେ ମଝିରେ ସେ କହିଛି ମୋ ପାଖରେ ଯୋଉ ଗନ୍ ଥିଲା ସେ ସରପଞ୍ଚଙ୍କ ଜରିଆରେ ଗନ୍ ଟାକୁ ସେ ମାନେ ସରେଣ୍ଡର କରିଦେଇଛି। ଆଉ ଅନ୍ୟ କିଛି ସହଯୋଗୀ ମାନଙ୍କ ପାଖରେ ଗନ୍ ରଖିବା କଥା ମଧ୍ୟ ସେ ଆମକୁ ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ଆଗରେ ଖୁଲାସା କରିଛି। ଆଗକୁ ଇନଭେଷ୍ଟିଗେସନ ଜାରି ରହିବ।